ଆଜି ସକାଳୁ ସବୁ କାମ ସାରି ଦେଇଥିଲି। ତାପରେ ଠାକୁର ପୂଜା ସାରି କ'ଣ କରିବି ବୋଲି ଚିନ୍ତା କଲି। ହେଲେ ଆଜି ଘରେ ମୁଢ଼ି ସରିଯାଇଥିଲା। ପାଚିଲା କଦଳୀ ଦେଖି କଦଳୀ ମୁଢ଼ି ଖାଇବାକୁ ଇଚ୍ଛା ହେଇଥିଲା। ତାପରେ ଚିନ୍ତା କଲି ଯାଉଛି ମ୍ୟାଗି ବନେଇ ଖାଇବି। ମ୍ୟାଗି 2 ମିନିଟ୍ ରେଡ଼ି ହେବ ଭିତରେ ବାସନ ସବୁ ଜାଗା ଧରି ରଖିଦେବି। ବାସନ ସବୁ ରଖି ସାରିବା ପରେ ବି ମ୍ୟାଗି ହେଇନଥିଲା। ସେଥିପାଇଁ କାହିଁକି ଛିଡ଼ା ହେବି, ପରିବା ଟିକେ କାଟିଦେଲି, ଭଲ ହେଲା। ତାପରେ ମୁଁ ଜୁଜୁଲକୁ ସ୍କୁଲରୁ ଆଣିବା ପାଇଁ ରେଡ଼ି ହେଇଯାଇଥିଲି। ଗରମ ଗରମ ମ୍ୟାଗି ଉପରେ ପିଆଜ ପକେଇ ଖାଇ ଦେଇଥିଲି। ବହୁତ ଦିନ ପରେ ମ୍ୟାଗି ଖାଇଲି। ମୋତେ ଲାଗିଲା କ'ଣ ମୁଁ ଏବେ ଛୋଟ ପିଲା ହେଇଗଲି। ଆଉ ତାପରେ ପାଣି ଗିଲାସେ ପିଇ ଦେଇ ବାହାରିଗଲି। ସ୍କୁଲରୁ ଆସି ତରକାରୀ ରାନ୍ଧିବାରେ ଲାଗିଲି। ପିଆଜ ସହ ଛୁଙ୍କ ଦେଇ ବଘାରି ଦେଲି। ଝିଅକୁ ଦେଲି ଧଣିଆ ପତ୍ର ଚଟୁଣି, ପାମ୍ପଡ଼, ଭାତ, ତରକାରୀ। ଝିଅ ମୋର ଭାତରେ ଧଣିଆ ପତ୍ର ଚଟୁଣି ଦେଖି ହାତକୁ ଦେଲା। ଆଜି ପାଗଟା ଭାରି ଖରାପ ଲାଗୁଥିଲା। ଛାତକୁ ଯାଇ ଲୁଗା ସବୁକୁ ତୋଳି ଅଣାହେଇଥିଲା। ଛାତରେ ସବୁ ଗଛ ଦେଖି ଭାରି ଭଲ ଲାଗୁଥିଲା। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ବୋଲି କଥା ରହି